ପାରଳାଖେମୁଣ୍ଡି ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ। ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜନ୍ମ ଉତ୍ସବ ଅଖିଳ ଭାରତୀୟ ସାହିତ୍ୟ ସଂସଦ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଗଜପତି ଜିଲ୍ଲା ଶାଖାର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଡକ୍ଟର ଚାରୁପ୍ରଭା ନାୟକ, ସହକାରୀ ପ୍ରାଧ୍ୟାପିକା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଯୋଗଦେଇ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୀବନ ଓ ଭାଗବତ ବାଣୀର ପବିତ୍ରତା ଏବଂ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସରୋଜ କୁମାର ପଣ୍ଡା ପରିଚାଳନା କରିବା ସହ ଅନୁଷ୍ଠାନର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥିମାନଙ୍କୁ ଆବାହନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ମନ୍ତ୍ରପାଠ କରିବା ସହ ଅତିଥିମାନେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପରେ ଆଜୀବନ ସଦସ୍ୟା ଡକ୍ଟର କଲ୍ୟାଣୀ ମିଶ୍ର, ଶ୍ରୀମତୀ ବବିତା ପୁରୋହିତ, ଶ୍ରୀମତୀ ସୁଜାତା ନନ୍ଦ, ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଓ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ସମ୍ମିଳିତ ଭାବେ ଭାଗବତ ବାଣୀ ପାଠ କରିଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡକ୍ଟର କଲ୍ୟାଣୀ ମିଶ୍ର ପାରିଷଦୀୟ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ସେହିପରି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀ ସୁଶ୍ରୀ ସ୍ନେହା ବେହେରା ଶ୍ରୀ ଜଗନ୍ନାଥ ଦାସ ଭାଗବତ ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଜୟନ୍ତୀ ଉପଲକ୍ଷେ ଆୟୋଜିତ ଭାଗବତ ପାଠ ଓ ଗଳ୍ପ ଲିଖନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ ଏକ ଭଜନ ଗାଇ ସମସ୍ତଙ୍କ ମନ ମୋହିଥିଲେ। ଶେଷରେ ଶ୍ରୀମତୀ ବବିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମାମାନେ ସହଯୋଗ କରିଥିଲେ। ମହେନ୍ଦ୍ର ତନୟା ସାହିତ୍ୟ ପରିଷଦ ଅଖିଳ ଭାରତ ସାହିତ୍ୟ ପରିଷଦର ଅନୁମୋଦିତ ଏକ ସାହିତ୍ୟ ଅନୁଷ୍ଠାନ। ଏ ଅନୁଷ୍ଠାନ ଆଜି ଭାଗବତକାର ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ କରିଛନ୍ତି। ଏ ଅବସରରେ ଆମେ ସବୁ ନିମନ୍ତ୍ରିତ ଭାବରେ ଯୋଗ ଦେଇଥିଲୁ। ଭାଗବତ ବିଷୟରେ ଯଦି କହିବା, ଆଜି ସଂସାରରେ ଯେଭଳି ବିଶୃଙ୍ଖଳା ସବୁ ସୃଷ୍ଟି ହେଇଛି, ସାହିତ୍ୟ, ସଂସ୍କୃତି, ବ୍ୟବହାର, ଆଚାର, ନିୟମ, ଧର୍ମ ସବୁ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହେଇଛି। ଆଜି ମଧ୍ୟ ଜଗନ୍ନାଥ ଦାସଙ୍କ ଭାଗବତ ତେଣୁ ପ୍ରାସଙ୍ଗିକ। ଯଦି ଘରେ ଘରେ ଜଗନ୍ନାଥ ଦାସଙ୍କ ସେଇ ଓଡ଼ିଆ ଭାଗବତର ପାରାୟଣ ହୁଏ, ତେବେ ଆମର ପୂର୍ବ ସଂସ୍କୃତି ଓଡ଼ିଆମାନଙ୍କର ପୁଣି ଫେରିଆସିବ। ସମାଜରେ, ଦେଶରେ, ଜାତିରେ ସବୁଠି ଶୃଙ୍ଖଳାବଦ୍ଧ ଭାବରେ ମଣିଷମାନେ ଜୀବନଯାପନ କରିବେ। ତେଣୁ ଭାଗବତ ପାରାୟଣର ପ୍ରାସଙ୍ଗିକତା ଆଜି ମଧ୍ୟ ଅଛି। ସରକାର ଯେଉଁ ଭାଗବତ ଟୁଙ୍ଗିର ବ୍ୟବସ୍ଥା କରିଛନ୍ତି, ତାକୁ ଆହୁରି ସମ୍ପ୍ରସାରଣ କରିବା ଆଜି ଦିନରେ ଆମେ ଆଶା କରୁ। ମୋ ନାଁ ହେଉଛି ଡକ୍ଟର ଚାରୁପ୍ରଭା ନାୟକ, ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର। ଆଜିର ଯେଉଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅତି ବଡ଼ି ଜଗନ୍ନାଥ ଦାସଙ୍କର ଯେଉଁ ଭାଗବତ ଉପରେ ଆଲୋଚନା ପାଇଁ ଡକାଯାଇଥିଲା, ତା ଉପରେ ମୁଁ କିଛି କହିଥିଲି। ଆମେ ଦେଖିବା ଉତ୍କଳୀୟ ସଂସ୍କୃତିକୁ ଜଗନ୍ନାଥ ସଂସ୍କୃତି ବା ଭାଗବତ ସଂସ୍କୃତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଆଜି ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଭାଗବତ ଗ୍ରନ୍ଥକୁ ଲୋକ ଭଗବାନ ଭଳିଆ ପୂଜା କରୁଛନ୍ତି। ଗାଁ ଗାଁରେ ଭାଗବତ ଟୁଙ୍ଗି ବି ଅଛି। ଆଜିର ଯେଉଁ ଆଧୁନିକ ସମାଜରେ ଯୁବ ସମାଜ କୁହ ବା ଆଜିର ଲୋକ ନରନାରୀ ସମସ୍ତେ ଆଧୁନିକ ସଭ୍ୟତାରେ ଯେଉଁଭଳି ଭାବରେ ଗତି କରୁଛନ୍ତି, ବର୍ତ୍ତମାନ ସମୟ ଆସିଗଲାଣି ଭାଗବତକୁ ସବୁ ଶିକ୍ଷିତ ଯୁବକ ଯୁବତୀ ପରିବାର ସମସ୍ତେ ଟିକେ ଟିକେ ଗୋଟେ ଦୁଇ ପୃଷ୍ଠା ଯଦି ପଢ଼ିବେ, ତାର ଯେଉଁ ଭଗବତ ତତ୍ତ୍ୱ ଜ୍ଞାନ ସମାଜ ପାଇଁ ମଧ୍ୟ କିଛି ଶିକ୍ଷଣୀୟ କଥା ସେ କହିଯାଇଛନ୍ତି। ତେଣୁ ଭାଗବତ ଟୁଙ୍ଗି ଯଦି ଆଜି ମଧ୍ୟ ସମାଜରେ ତ କାହିଁ କେଉଁଠି ଅଛି ନାହିଁ, ତ ଏତେଟା ନାହିଁ, ଏତେ ଆନ୍ତରିକତା ନାହିଁ। କିନ୍ତୁ ବର୍ତ୍ତମାନ ଯଦି ଆମେ ଭାଗବତ ଟୁଙ୍ଗି ନହେଲେ ବି ପ୍ରତ୍ୟେକ ଘରେ ଯଦି ଭାଗବତ ପିଲାମାନେ ଇଭେନ୍ କି ପ୍ୟାରେଣ୍ଟସ୍ ମାନେ, ପରିବାରର ଯେଉଁମାନେ ବଡ଼ମାନେ ପଦେ ପଦେ ପଢ଼ିବେ, ତାହେଲେ ଭଗବତ ପ୍ରତି ଯେଉଁ ଆଧ୍ୟାତ୍ମିକତା ଯେଉଁ ଭିତରୁ ସେଇଟା ପିଲାଙ୍କ ପ୍ରତି ରହିବ। ଆଜିକାଲି ସମାଜରେ ଭଗବାନଙ୍କ ପ୍ରତି ଏଇଟା ଚାଲିଗଲାଣି। ତେଣୁ ଭାଗବତ ଯଦି ପଢ଼ିବେ, ଯେଉଁ ଆଧ୍ୟାତ୍ମିକ ଇଏ ସାଥିରେ ଶିକ୍ଷଣୀୟ ଜିନିଷ ଜାଣିବେ, ଯେ ସମାଜରେ ଯେଉଁ ନୀତିବାଣୀ ଯାକ ବି ଗୁଡ଼ା କୁହାଯାଉଛି, ଆଜିର ସମାଜରେ ମଧ୍ୟ ତା'ର ପ୍ରତିଫଳନ ହେଉଛି। ତେଣୁ ମୁଁ କହିବି ଯୁବପିଢ଼ିଙ୍କ ପାଇଁ ଯେ ଭାଗବତରୁ କିଛି ବି ସମୟ ଆମେ ଯେମିତି ବାହାର କରିକି ମୋବାଇଲ ଗେମ୍ ଖେଳୁଛୁ ବା ଅଲଗା କିଛି କାମ କରୁଛୁ, ସେଇଥିରୁ ଯଦି ଆମେ ଟିକେ ଭାଗବତ ଦୁଇ ପଦ ପଢ଼ିବା କିମ୍ବା ଶୁଣିବା, ଯେଉଁ ଫୋନ୍ରୁ ଅଲଗା ଜିନିଷ ଆମେ ବ୍ୟବହାର କରୁଛୁ ତାକୁ ନକରି ଯଦି ଆକୁ ବି ଶୁଣିବା, ତାହେଲେ ଆମର ଶାରୀରିକ, ଆଧ୍ୟାତ୍ମିକ, ମାନସିକତା ତିନିଟା ଯାକ ସୁସ୍ଥ ରହିବ। ଆଉ ଆମର
ଶାନ୍ତ ମନର ଭିତରେ ଯେଉଁ ଆଧ୍ୟାତ୍ମିକ ଭାବ ମଧ୍ୟ ଫୁଟି ଉଠିବ। ଇଏ କହୁଛନ୍ତି ଆଜି ମଧ୍ୟ ଜନସମାଜରେ ତାଙ୍କର ଯେଉଁ ନୀତି ନିୟମକୁ ଆଦର୍ଶ କରାଯାଉଛି। ଦେଖିବ ମଲା ସମୟରେ ମଧ୍ୟ ଭାଗବତ ପଢ଼ାଯାଉଛି। ଇଭେନ୍ କି ଭାଗବତ ଗୀତାକୁ ଆମେ ନ୍ୟାୟାଳୟରେ ମଧ୍ୟ ଦେଖୁଛୁ ଭାଗବତ ଛୁଇଁକି ବି ଶପଥ ପାଠ କରାଯାଏ। ତେଣୁ ଭାଗବତରେ ଯେଉଁ ଅଛି ଗୁଡ଼େ ଅଧର୍ମ ଭିତ ବଡ଼େ ବହୁତ ଗଲା ବଡ଼େ ଯେ ଏମିତି ଯେଉଁ ଆମେ ଲୋକ ଥିବା ଲୋକ ସହିତ ପଢ଼ୁଛୁ, ସେମିତି ଜଗନ୍ନାଥ ଦାସଙ୍କର ମଧ୍ୟ କିଛିଟା ସେ ଲେଖିଛନ୍ତି ତାଙ୍କର ଯେଉଁ ଭାଗବତ ପୁରାଣରେ ସେ ଲେଖିଛନ୍ତି ଏ ମନ ଭାବୁଥାଏ ଯାହା କାଳେ ପ୍ରାପ୍ତ ହୁଏଥାଏ। ତ ଏ ମନ ହେଉଛି ଗୋଟେ ଆତ୍ମା, ଆତ୍ମାରେ ଗୋଟେ ପରମାତ୍ମା ରହୁଛନ୍ତି। ତେଣୁ ଗୋଟେ ମଣିଷ ଯଦି ସବୁବେଳେ ଆମେ ଯେଉଁ କହୁଛୁ ପଜିଟିଭଲି ଥିଙ୍କ ବା ସବୁବେଳେ ଯଦି ଭଲ ଚିନ୍ତା ଭଲ ଭାବନା ନେଇକି ରହିବ, ତାହେଲେ ସେଇଟା ତା ଶରୀର ମନ ପ୍ରାଣ ସାଥିରେ ସମାଜର ବାତାବରଣକୁ ମଧ୍ୟ ସୁସ୍ଥ ରଖିବ। ତେଣୁ ତୁମେ ଯେଉଁଭଳି ଭାବରେ ଚିନ୍ତା କରିବ ଆମେ ସେଇଭଳି ଭାବେ ତା'ର ଫଳସ୍ୱରୂପଟାକୁ ପାଇଥାଉ। ସେମିତି ଅଛି ମଣିଷର ଭଲ ମନ୍ଦ ବାଣୀ ମରଣ କାଳେ ତା ଜାଣେ। ମଣିଷ ତା ଜୀବନରେ କ'ଣ କରୁଛି କ'ଣ ନାହିଁ କେବଳ ତା ମୃତ୍ୟୁ ବେଳକୁ ଜଣାଯାଏ। ସେତେବେଳକୁ ତାକୁ କେବଳ ଚାରିଟା କାନ୍ଧ ହିଁ ଦରକାର। ଜୀବନରେ ସେ କେତେ ଅର୍ଜନ କଲା, କ'ଣ ନେଇକିରି ଆସିଥିଲା, କ'ଣ ନେଇକି ଯିବ ସେଇଟା ପ୍ରାଧାନ୍ୟ ନୁହେଁ। ପ୍ରାଧାନ୍ୟ ହେଲା ତା ଜୀବନ ଭିତରେ ସେ କେତେ ଭଲ କାମ କରିଥିଲା, କେତେ ଦାନ ଧର୍ମ କରିଥିଲା, ଲୋକଙ୍କ ସାଥିରେ ତା'ର ବ୍ୟବହାର କିପରି ଥିଲା। ଦେଖିବେ ଏଇପଟ ଶବ ପଡ଼ିଥିବ ପକେଇ ବନା ହେଉଥିବ, ତା'ର ଭଲ ମନ୍ଦ ଲୋକ କହିବେ। ତେଣୁ ଭାଗବତ ଖାଲି ଓଡ଼ିଆ ସାହିତ୍ୟ ପାଇଁ ନୁହେଁ, ଭାରତୀୟ ପରମ୍ପରାରେ ମଧ୍ୟ ଗୋଟେ ମହାନ ଗ୍ରନ୍ଥ। ଶ୍ରୀମଦ୍ ଭଗବତ ଗୀତା ଭାଗବତ ଏଗୁଡ଼ାକ ବର୍ତ୍ତମାନ ଯୁବପିଢ଼ି ମାନେ ସମୟ ଆସିଗଲାଣି। ବର୍ତ୍ତମାନ ଯେଉଁ ଭଳିଆ ପରିସ୍ଥିତି ସମାଜରେ ଘଟୁଛି ବା ଆସୁଛି, ଆମେ ଯଦି କିଛି ମୁହୂର୍ତ୍ତ ସମୟ କାଢ଼ି ଯଦି ଆମେ ଭଗବାନଙ୍କ ପାଇଁ ଦେବା, ଆମେ ତ ବହୁତ ଜଣ ପାଇଁ ବହୁତ କରୁଛୁ। ତେଣୁ ମୁଁ କହିବା ମାନେ ମୋ କହିବା ଅନୁଯାୟୀ ଭାଗବତ ଭଗବାନଙ୍କର ପାଖାପାଖି ଆମେ ଯଦି ଭାଗବତ ପଢ଼ିବା ଆମେ ଭଗବାନଙ୍କର ସମୀପ ବା ପାଖରେ ପାଇବା। ତେଣୁ ପ୍ରତ୍ୟେକ ଯଦି ଗୋଟେ ଗୋଟେ ଧାଡ଼ି ବି ଆମେ ପଢ଼ିବା, ଖାଲି ଯେ ପଢ଼ିବା ନାହିଁ ତାକୁ ଯଦି ଆମେ ଜୀବନ ମାର୍ଗରେ ତାକୁ ଲଗେଇବା, ତାହେଲେ ଆମର ହୁଏତ ମଣିଷ ଜନ୍ମ କାହିଁକି ନା ସେ କହୁଛନ୍ତି ବହୁତ କେତେ ଧର୍ମ ପୁଣ୍ୟ କଲେ ଯାଇକି ମଣିଷ ଜନ୍ମ ମିଳେ। ତେଣୁ ଆମେ ଯଦି ଗୋଟେ ମଣିଷ ଜନ୍ମଟେ ପାଇଛୁ, ଆମେ ଜାଣିନୁ କାଲିକି ମଲା ପରେ ଆମେ କେଉଁ ଜନ୍ମ ପ୍ରାପ୍ତ ହେବା, କ'ଣ ଜନ୍ମ ହେବା। ତେଣୁ ଏବେ ଯେଉଁ ସମୟଟା ଆସିଛି, ଏବେ ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଛି, ପରସ୍ପର ଭିତରେ ଅଶାନ୍ତି, ମାନେ କାହାର କାହା ସେଥିରେ ମନ ମିଶୁନି, ସ୍ନେହ ମମତାର କମି, ସେ ଆଗର ଯେଉଁ ସମାଜରେ ଯାହା ଥିଲା ସ୍ନେହ ମମତା ଜଣକୁ ସାହାଯ୍ୟ କରେ, ଏଇସବୁ ପ୍ରବୃତ୍ତି ଆଜିକାଲି ମଣିଷରେ ଦେଖାଯାଉନି। ଯଦି ସେ ଭାଗବତ ପଢ଼ିବ, ଖାଲି ପଢ଼ିବ ନାହିଁ, ଶିଖିକି ନିଜର ଜୀବନ ଇଏରେ ଯଦି ଲଗେଇ ପାରିବ, ତାହେଲେ ତା ଜୀବନ ଧନ୍ୟ ହେବ। ଭାବିବ ମନୁଷ୍ୟ ଜନ୍ମଟା ତା'ର ସାର୍ଥକ। ମୁଁ ଅଧ୍ୟାପିକା ଡକ୍ଟର କଲ୍ୟାଣୀ ମିଶ୍ର, ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପନା କରୁଛି। ପ୍ରକୃତରେ ଦେଖିବାକୁ ଗଲେ ରାଧାଷ୍ଟମୀ ଦିନ ଅତି ବଡ଼ ଜଗନ୍ନାଥ ଦାସଙ୍କର ଜୟନ୍ତୀ, ପଞ୍ଚଦଶ ଶତାବ୍ଦୀର ଜଣେ ଆମର ସାହିତ୍ୟିକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆମର ନିୟମ ରହିଛି ଯେ ଆମେ ସେଇ ରାଧାଷ୍ଟମୀଠୁ ଆରମ୍ଭ କରିକି ଯେଉଁଟାକି ଆମର ଭାଗବତ ଜନ୍ମ ପର୍ଯ୍ୟନ୍ତ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମେ ଯେକୌଣସି ଗୋଟେ ଦିନ କରିପାରିବୁ ବା ସେଇ 7 ଦିନ ଆମେ ପାରାୟଣ ବଢ଼େଇ ପାରିବୁ। ତ ଏଇ ଯେଉଁ କାର୍ଯ୍ୟକ୍ରମ ଆଜି ହେଲା, ଏଇଟା ହେଉଛି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଗୋଟେ ଶାଖା, ଗଜପତି ଜିଲ୍ଲା ଶାଖାର ଆମେ 16 ଜଣ ସଦସ୍ୟ, ଆଜୀବନ ସଦସ୍ୟ এই କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ପ୍ରାଙ୍ଗଣରେ। ଆଉ ଏଠି ବହୁତ ମାନେ ଖୁସି ଲାଗିଲା ଯେ ଭାଗବତକାର ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କର ଜୟନ୍ତୀ ତ ପାଳନ କରାଗଲା ଏବଂ ଭାଗବତର ଯେଉଁ ସାରମର୍ମ ଅଛି ଏବଂ ଓଡ଼ିଆ ଜନଜୀବନରେ ଭାଗବତ ଆମମାନଙ୍କର କେତେ ଉପକାର କରୁଛି ସେଇଟା ସେଇ ବିଷୟରେ ମଧ୍ୟ ଆମେ ଆଲୋଚନା କଲୁ। ଆମର ଦୈନନ୍ଦିନ ଜୀବନରେ କଥା କଥାକେ ଆମେ ଭାଗବତର ବାଣୀ ଉଦ୍ଧାର କରୁ। ଭାଗବତ ଯଦି ନଥାନ୍ତା ତାହେଲେ ଲୋକ ଶୃଙ୍ଖଳିତ ହେଇପାରନ୍ତେ ନାହିଁ। ଆଉ ଏ ଭାଗବତ ଦିନ ଥିଲା ଯେତେବେଳେ କି କୌଣସି ଶିକ୍ଷା ଅନୁଷ୍ଠାନରେ ନୁହେଁ, ଗ୍ରାମାଞ୍ଚଳରେ ଭାଗବତ ଟୁଙ୍ଗିରେ ଅଧ୍ୟୟନ କରାଯାଉଥିଲା ଏବଂ ଭାଗବତ ପାରାୟଣ ମଧ୍ୟ କରାଯାଉଥିଲା। ସେଇ ଭାଗବତ ଟୁଙ୍ଗି ଯେଉଁଟାକି ଆମେ ଶିକ୍ଷା ପଦ୍ଧତିର ମୂଳ ଉତ୍ସ ବୋଲି କହିବା ଏବଂ ସେଇ ସମୟରେ ଯେଉଁ ପଞ୍ଚାୟତ ବର୍ତ୍ତମାନ ବସୁଛି ବା ଆଧୁନିକ ପ୍ରଶାସନିକ କ୍ଷେତ୍ରରେ ଯେଉଁ ଆମର କାର୍ଯ୍ୟକଳାପ ସବୁ ରହିଛି, ମାଲି ମୋକଦ୍ଦମା ସବୁର ନିଶାବ ସେଠି ହେଉଥିଲା। ଆଉ ଗାଁର ଯେ ମୁଖିଆ ଥିଲେ ସେମାନେ ସେ ଭାଗବତ ଟୁଙ୍ଗିରେ ଭାଗବତ ବାଣୀକୁ ଉଦ୍ଧାର କରିକି ଲୋକମାନଙ୍କୁ ହିତ ଉପଦେଶ ଦେଉଥିଲେ, ଶୃଙ୍ଖଳିତ କରୁଥିଲେ, ସାମାଜିକ ଜୀବନରେ ସାମିଲ ହେବା ପାଇଁ କରୁଥିଲେ, ବିଶୃଙ୍ଖଳିତ ହେବା ପାଇଁ ତାଙ୍କୁ ପ୍ରରୋଚନା ଦେଉନଥିଲେ ଏବଂ ଏଇ ଭାଗବତ ବାଣୀ
प्रत्येक जनजीवन को ओडिशार कोणे कोणे प्रत्येक जनजीवन को तामाने बांधी रखिछि एकता सूत्र रे संहति भावरे भातृत्व भावरे एकथा मु कहबे। गजपति रेणुबाला बेहेरा रिपोर्ट विश्वविजयी न्यूज ओडिशा।